ୱେଲକମ୍ ପିଲାମାନେ। ଆଜି ଆମେ ତୁମ ସାହିତ୍ୟ ପାଠ୍ୟପୁସ୍ତକର ମଙ୍ଗଳେ ଅଇଲା ଉଷା ନାମକ ପଦ୍ୟଟି ପଢ଼ିବା। ତାର ଲେଖକ ହେଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର। ଆମେ ତାଙ୍କ ବିଷୟରେ ସମ୍ୟକ ଜ୍ଞାନ ଆହରଣ କରିବା। କବି ପରିଚୟ। ଆଧୁନିକ ଓଡ଼ିଆ କାବ୍ୟ ଯୁଗର ଅନ୍ୟତମ କବି ଗଙ୍ଗାଧର ମେହେର ସ୍ୱଭାବ କବି ଭାବେ ପରିଚିତ। ତାଙ୍କୁ ସ୍ୱଭାବ କବି କାହିଁକି କୁହାଯାଏ? ନା ସେ ପ୍ରକୃତିକୁ ଜୀବନଦାନ ଦେବାରେ ସିଦ୍ଧହସ୍ତ। ଏହି କବିତାରେ ମଧ୍ୟ ତାର ପ୍ରତିପାଦନ କରାଯାଇଛି। ତାପରେ ଲେଖାଯାଇଛି, ତୁମେ ପଢ଼ିପାରୁଥିବ। ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? ନା ଆମ ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲି ନାମକ ସ୍ଥାନରେ ଜନ୍ମଗ୍ରହଣ କରି ସେ ବହୁତ ଦାରିଦ୍ର୍ୟର ଶିକାର ହୋଇଥିଲେ। ତଥାପି ତାଙ୍କର ଅସାଧାରଣ ତାଙ୍କର ଯେଉଁ ଲେଖନୀ, ତାଙ୍କ ଅସାଧାରଣ ଲିଖନ ଶୈଳୀରେ ସେ ତାଙ୍କର ମୌଳିକତା ପ୍ରତିପାଦନ କରିଥିଲେ ଓ ନିଜର ପ୍ରତିଭାର ସ୍ଫୁରଣ ଘଟାଇଥିଲେ। ସେ ପୁରାତନରେ ନୂତନତା, ଗୋଟିଏ ପଦ ଭିତରେ ପୁରାତନ ଶବ୍ଦର ବ୍ୟବହାର, ନୂତନ ଶବ୍ଦର ବ୍ୟବହାର, ସେଥିରେ ମଧ୍ୟ ତାଙ୍କର କବି ଚାତୁରୀ ଦେଖିବାକୁ ମିଳେ। ଆଉ ସେ କେତେକ ସଂସ୍କୃତ କାବ୍ୟ ନାଟକକୁ ଅବଲମ୍ବନ କରି ବା ସେହି ଅନୁସାରେ ଓଡ଼ିଆ କାବ୍ୟମାନେ ମଧ୍ୟ ରଚନା କରିଯାଇଛନ୍ତି। ଆଉ ସେଥିରେ ନିଜର ମୌଳିକତା ବି ମଧ୍ୟ ପ୍ରତିପାଦନ କରିଛନ୍ତି। ଯେମିତି ଆମର ସାରଳା ଦାସ ମହାଭାରତ ଲେଖିଥିଲେ ସିନା, କିନ୍ତୁ ସେ ସମୁଦାୟ ଟୋଟାଲ କପି କରିଦେଇନଥିଲେ। ସେ ମହାଭାରତକୁ ଅବଲମ୍ବନ କରିଥିଲେ ମଧ୍ୟ ନିଜର ମୌଳିକତା ସେଥିରେ ଦର୍ଶାଇଥିଲେ। ସେଇଭଳି ଆମର କବି ସ୍ୱଭାବ କବି ଗଙ୍ଗାଧର ମେହେର ସେ ମଧ୍ୟ କେତେକ ସଂସ୍କୃତ କାବ୍ୟ ନାଟକ ଆଦିକୁ ଅବଲମ୍ବନ କରି, ଆଦିର ଅନୁଗମନ କରି ସେ କ'ଣ କରିଛନ୍ତି ନା ନିଜର ମୌଳିକତା ସେଥିରେ ବ୍ୟବହାର କରି ସେ ଅନେକ ଗ୍ରନ୍ଥ ରଚନା କରିଯାଇଛନ୍ତି। ଆଉ ସେ ଓଡ଼ିଆ ଭାଷା ଓ ଓଡ଼ିଆକୁ ସ୍ୱତନ୍ତ୍ର ଦେବା ପାଇଁ ତାଙ୍କ ମନରୁ, ତାଙ୍କ ମାନସ ପଟରୁ ଝରି ପଡ଼ିଛି କେତେକ କ୍ଷୁଦ୍ର ଗୀତ। ଆଉ ତାଙ୍କର ସେଥିମଧ୍ୟରୁ କେତେକ ତାର କିୟଦଂଶ ଏଠାରେ ବର୍ଣ୍ଣନା କରାଗଲା। କ'ଣ ନା ତାଙ୍କର କେତେକ କାବ୍ୟ ସ୍ମାରକୀ, ମାନେ ସ୍ମରଣ ରଖିବା ପାଇଁ କେଉଁ କାବ୍ୟ ତାଙ୍କୁ ସ୍ମରଣ ରଖିବ ଦୀର୍ଘ ଦିନ ପାଇଁ? ତପସ୍ୱିନୀ, ପ୍ରଣୟ ବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ, ଉତ୍କଳ ଲକ୍ଷ୍ମୀ। ଆମେ ଯେଉଁ ବିଷୟଟା ପଢ଼ିବା ସେଟା ତପସ୍ୱିନୀ କାବ୍ୟରୁ ଆନିତ, ତାର ଚତୁର୍ଥ ସର୍ଗରୁ ଆନିତ। ଆଉ ତାଙ୍କର ଏଇ କାବ୍ୟ ଗୁଡ଼ିକ ମଧ୍ୟରେ ତାଙ୍କର କ୍ଷୁଦ୍ର ଗୀତିକା ମଧ୍ୟ ରହିଛି। ସେଗୁଡ଼ିକ ହେଲା କୃଷକ ସଙ୍ଗୀତ, କବିତା ମାଳା, କବିତା କଲ୍ଲୋଳ, ଅର୍ଘ୍ୟଥାଳୀ ଇତ୍ୟାଦି। ଆଉ ଆମର ଏଇ ମଙ୍ଗଳେ ଅଇଲା ଉଷାରେ ଆମେ ତ କହିଲି ଏବେ ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରୁ ଆନିତ। ଆଉ ଏଇଠି କ'ଣ ବର୍ଣ୍ଣନା କରାହେଇଛି ନା ଯେତେବେଳେ ଲଙ୍କାଧୀଶ ରାବଣ ସହିତ ପ୍ରଚଣ୍ଡ ଯୁଦ୍ଧ କରି ତାକୁ ନିହତ କରି ଯେତେବେଳେ ରାମଚନ୍ଦ୍ର ଅଯୋଧ୍ୟା ଆଗମନ କରିଛନ୍ତି, କେତେକ ଅଯୋଧ୍ୟାବାସୀଙ୍କ ପରାମର୍ଶ କ୍ରମେ, ଅଯୋଧ୍ୟାବାସୀଙ୍କ କଥା ଶୁଣି ସେ ସୀତାଙ୍କୁ ସତୀ ମନେ ନ କରି ସେ ତାଙ୍କୁ ନିର୍ବାସିତ ଦଣ୍ଡ ଦେଇଛନ୍ତି। ଆଉ ନିର୍ବାସିତା ସୀତା ସେ ବାଲ୍ମୀକିଙ୍କ ଆଶ୍ରମରେ ରହିଛନ୍ତି। ଆଉ ତାଙ୍କୁ ବ୍ରାହ୍ମ ମୁହୂର୍ତ୍ତର ପ୍ରାକୃତିକ ପରିବେଶ ତାଙ୍କୁ କିପରି ସ୍ୱାଗତ କରିଛି, ଆଉ ତାର ମାନବୀୟ ଚିତ୍ରଲେଖ ବର୍ଣ୍ଣନା କରିଛନ୍ତି କବି ସ୍ୱଭାବ କବି ଗଙ୍ଗାଧର ମେହେର। ଆମେ ତାହେଲେ ଚୋଖୀ ରାଗ ଅନୁସାରେ ରଚନା କରାହେଇଛି। ଆମର ତାହେଲେ କବିତାଟି ପଢ଼ିବା। ମଙ୍ଗଳେ ଅଇଲା ଉଷା ବିକଚରା, ଜୀବ ଦୃଶା ଜନକୀ ଦର୍ଶନ ତୃଷା, ହୃଦୟେ ବହି କର ପଲ୍ଲବେ ନିହାର, ମୁକ୍ତା ଧରି ଉପହାର ସତୀଙ୍କ ବାସବାହାର, ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା, ଦରଶନ ଦିଅ ସତୀ ରାତି ପାହିଲା, ଦରଶନ ଦିଅ ସତୀ ରାତି ପାହିଲା। ଅରୁଣ କଷାୟ ବାସ କୁସୁମକା,
ବିକାଶ ପ୍ରଶାନ୍ତରୁ ବିଶ୍ୱାସ ଦିଅନ୍ତି ମନେ। କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସୀ ଡାକୁଛନ୍ତି, ଦୁଃଖ ରାଶି ଉପଶମନେ ଦେବା ପାଇଁ ନବଜୀବନ। ସ୍ୱର୍ଗକୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ସ୍ୱର୍ଗକୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ ସୁରଭିନ ତନେ ଥାଏ ଉଷା ନିର୍ଦ୍ଦେଶେ। କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ କଳିଙ୍ଗ ଇଲାପାଟ ମାଗଧ ବେଶେ। ଲଳିତ ମଧୁରେ କହିଲା, ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା। ମୁନିମୁଖ ବେଦ ସ୍ୱନ ପୂର୍ଣ୍ଣ କଲା ଶ୍ୟାମ ବନ। ଉଠିଲାଭେ ଦିଗ ଗଗନ ଉଚ୍ଚ ଓଙ୍କାର। ବୈକୁଣ୍ଠେ ଦେଇ ତିରୁପତି ଅନନ୍ତ ଶ୍ରୁତି କି ଗତି। ବିହିଲାକି ସରସ୍ୱତୀ ବୀଣା ଝଙ୍କାର। ବେଳୁଁ ବେଳ ବନ ଉଜ୍ଜ୍ୱଳ ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ। ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ। ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ। ବୋଇଲେ ଉଠ ବୈଦେହୀ ଉଷା ସୁକୁମାର ଦେହୀ। ଆସିଛି ଦର୍ଶନ ଦେଇ ତୋଷ ବିଧିରେ। ତମସା ରହିଛି ଅନାଇ କୋଳ କରି ଥରେ ସୁଖ ଲଭିବା ପାଇଁ। ପଦ୍ମିନୀ ହୃଦ ଶିଶିର ବିନ୍ଦୁରେଖ ରଶ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି। ଶୋକ ଜର୍ଜ୍ଜରିତ ଚିତ୍ତ ଫଳକେକରି ଚିତ୍ରିତ ହେଲେ ଆସ ନୁତ୍ଥିତ ଜାନକୀ ସତୀ। ନମି ଅନୁକମ୍ପା ପୟରେ ବନ୍ଦିଲେ କି ଉଷା। ବନ୍ଦିଲେ ଉଷାର ପଦ ସବିନୟରେ। ବନ୍ଦିଲେ ଉଷାର ପଦ ସବିନୟରେ। ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧ୍ୱଂସୀ। ରବି ଆଗ ମନ ଶଂସି ହୁଅ ସଂସାରେ। ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ। ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ଶୁଭ୍ର ସୌରଭ ରସିକେ ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ। ଉତ୍ସୁକ ହୃଦୟେ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ। ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ
ନିରସିଞ୍ଚି ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା ମୁହୁର୍ମୁହୁ ମୀନ ନୟନେ ଚାହୁଁଥିଲା ସୀତା ସତୀ ସୁଭାଗ ମନେ ଚାହୁଁଥିଲା ସୀତା ସତୀ ସୁଭାଗ ମନେ ଉଟ ଜୁତା ପସ କନ୍ୟା ଗଣଙ୍କ ଦର ବନ୍ୟା ପ୍ଲାବନେଜ ଗତ ଧନ୍ୟା ସତୀର ତନ ବାହାରିୟ ବଗାହନେ ଅନୁକମ୍ପା ଗଗହଣେ ତମସାଧାର ବହନେ କଲେ ଗମନ ସତୀଙ୍କି ତମସା ଅଙ୍କରେ ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ କରେ ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ କରେ ଅମୃତ ମଧୁର ସ୍ୱରେ ଭାସିଲାପ ରିତୋଷରେ ମାଗୋ ମୋ ମାନସରେ ନଥିଲା ଆଶା କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ ହୃଦଦାର ସୀତା କରି ପରିହାର ଭୋଗ ପିପାସା ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁଁ ଏକା ପର ସଂସାରେ ବୋଲିବେ ତୋ ଯୋଗୁଁ ଏକା ପର ସଂସାରେ। ବର୍ତ୍ତମାନ ଆମେ ଆମର କେତେକ କ୍ଲିଷ୍ଟ ଶବ୍ଦର ଅର୍ଥ ବୁଝିବା। ବିକଚ ମାନେ ପ୍ରସ୍ଫୁଟିତ ବିକଶିତ ମାନେ ଯେଉଁ ଫୁଲଟା ଫୁଟି ଯାଇଛି ଯାହା ଫୁଟିଛି। ରାଜୀବ ଦୃଶା ରାଜୀବ ମାନେ ହେଉଛି ପଦ୍ମ ଦୃଶା ମାନେ ଦୃଷ୍ଟି ବା ଚାହାଣୀ ମାନେ ପଦ୍ମ ସଦୃଶ ଆଖି ଯାହାର ବା ଦୃଷ୍ଟି ଯାହାର ତାକୁ ରାଜୀବ ଦୃଶା କୁହାଯାଏ। ନିହାର ମାନେ ଶିଶିର ପଲ୍ଲବ ମାନେ କଅଁଳିଆ ପତ୍ର ନିହାର ମାନେ ଆମେ ଯେଉଁ ଶିଶିର ବୁଝିଲେ ଶିଶିର ମାନେ କାକର କଳକଣ୍ଠ ମାନେ କୋଇଲି ଅରୁଣ କଷାୟ ବାସ ଅରୁଣ ମାନେ ଲାଲ କଷାୟ ମାନେ ପାଟ ବାସ ମାନେ ବସ୍ତ୍ର ଅରୁଣ କଷାୟ ବାସ ମାନେ ଲାଲ ରଙ୍ଗର ପାଟ ବସ୍ତ୍ର କଳିଙ୍ଗ ମାନେ କଜଳପାତି ଚଢ଼େଇ ପାଟ ମାଗଧ ମାନେ ହେଉଛି ଶ୍ରେଷ୍ଠ ଭାଟ। ଭାଟର ଅର୍ଥ କ'ଣ ବୁଝିବା। ରାଜା ଯେତେବେଳେ ଦରବାରକୁ ଆସନ୍ତି ସେହି ସମୟରେ ତାଙ୍କର ଶ୍ରୁତି ଗାନ କରାଯାଏ ତାଙ୍କ ବିଷୟରେ ଗାନ କରାଯାଏ। ଆମେ ଯେମିତି କପିଳେନ୍ଦ୍ର ଦେବଙ୍କର ଗାନ କିଏ ଶୁଣିଥିବ କୁହାଯାଏ ନା ଶ୍ରୀ 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 108 ଶ୍ରୀ ବିରାଧି ବୀରବର ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର କପିଳେନ୍ଦ୍ର ଦେବ। ଏଇଭଳିଆ ଜଣେ ଜଣେ କୁହନ୍ତିନି ବଡ଼ ପାଟିରେ କୁହନ୍ତି ସେମାନଙ୍କୁ ଭାଟ କୁହାଯାଏ। ପାଟ ମାଗଧ ମାନେ ଶ୍ରେଷ୍ଠ ଭାଟ ପାଟ ମାନେ ଶ୍ରେଷ୍ଠ ମାଗଧ ମାନେ ହେଉଛି ଭାଟ ଶ୍ରେଷ୍ଠ ଭାଟ କୁହାଯାଏ ପାଟ ମାଗଧ। ବୈକୁଣ୍ଠେ ବିଷ୍ଣୁ ଯେଉଁ ପୁରରେ ବାସ କରନ୍ତି ତାକୁ ବୈକୁଣ୍ଠ ପୁର କୁହାଯାଏ। ତେଣୁ ବିଷ୍ଣୁଙ୍କ ଧାମ ମାନେ ବିଷ୍ଣୁ ଆମର ଯେମିତି ଇହଧାମ ଆମେ ଏଇ ଧାମରେ ରହୁଛୁ ଇହଧାମ ସେଭଳିଆ ବିଷ୍ଣୁଙ୍କ ଧାମ ବିଷ୍ଣୁଙ୍କ ବାସସ୍ଥାନକୁ ବୈକୁଣ୍ଠ କୁହାଯାଏ। ଅନନ୍ତ ଜାଣିଥିବ ଅନନ୍ତ ନାଗ ଆମ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଅନନ୍ତ ନାଗ ଉପରେ ଆମ ପୃଥିବୀକୁ ଅନନ୍ତ ନାଗ ଆମ ପୃଥିବୀକୁ ଧାରଣ କରିଛି। ଆଉ ବେଳେବେଳେ ଶୁଣିଥିବ ସିଏ ତା ଫଣାକୁ ହଲାଇଲେ ଭୂମିକମ୍ପ ହୁଏ ତା ବିଷୟରେ କୁହାଯାଇଛି ଅନନ୍ତ ନାଗ। ଆଗମନ ସଂସି ମାନେ ଆଗମନର ସୂଚନା ଦିଆଯାଏ ଆଗମନ ସଂସି ତାପରେ ଆଗମନର ସୂଚନା ଦିଏ ଯେ ଏଟା ହେଉଛି ଉପପଦ ତତ୍ପୁରୁଷ। ତାପସ ମାନେ ମୁନି ତମସା ଅର୍ଥ ଅନ୍ଧାର ବି ଆଉ ଏଠି ତମସାର ଅର୍ଥ ହେଉଛି ବାଲ୍ମୀକିଙ୍କ ଆଶ୍ରମରେ ସୀତା ରହିଛନ୍ତି ତା ନିକଟରେ ଏକ କ୍ଷୁଦ୍ର ନଦୀ ପ୍ରବାହିତ ହେଉଛି ତାର ନାମ ତମସା। ଉଟଜ ମାନେ କୁଡ଼ିଆ। ଆମେ ବର୍ତ୍ତମାନ କଷ୍ଟ ଶବ୍ଦର ଅର୍ଥ ବୁଝିଲେ ବର୍ତ୍ତମାନ ସମୁଦାୟ ବିଷୟର ଅର୍ଥ ବୁଝିବା। ବର୍ତ୍ତମାନ ଆମର ପ୍ରଥମ ପଦରେ ବ୍ରାହ୍ମ ମୁହୂର୍ତ୍ତର ଆଗମନକୁ ମଙ୍ଗଳମୟ ବୋଲି କୁହାଯାଇଛି।
ବ୍ରାହ୍ମ ମୁହୂର୍ତ୍ତଟା କାହିଁକି ଆସିଛି, ତାର ପ୍ରାକୃତିକ ବର୍ଣ୍ଣନା କରାହେଇଛି। ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା। ମଙ୍ଗଳେ ଅଇଲା ମାନେ ମଙ୍ଗଳ ସମୟରେ ଆସିଛି ଉଷା ମାନେ ବ୍ରାହ୍ମ ମୁହୂର୍ତ୍ତ। ଏଇଠି ଦେଖ କବି ତାଙ୍କର ପୁରାତନ ମଧ୍ୟରେ ନୂତନର ପ୍ରୟୋଗ, ସାହିତ୍ୟିକ ଭାଷା ମଧ୍ୟରେ ଗାଉଁଲି ଭାଷାର ପ୍ରୟୋଗ। ଅଇଲାଟା ଆମର ପ୍ରଚଳିତ ଭାଷା, କିନ୍ତୁ ମଙ୍ଗଳେ ଉଷା ଏହା ମଝିରେ ସେ ଅଇଲାର ବ୍ୟବହାର କରିଛନ୍ତି। ତା ଅର୍ଥ କ'ଣ ବୁଝିଲ ତମେ? କି ସେ ଆମର ସାହିତ୍ୟିକ ଭାଷା ମଧ୍ୟରେ ଆଞ୍ଚଳିକ ଭାଷାର ମଧ୍ୟ ପ୍ରୟୋଗ କରିଛନ୍ତି, ଯାହା ବି କୌଣସି ଖରାପ ଶୁଭୁ ନାହିଁ। ବିକଚ ରାଜୀବ ଦୃଶା ମାନେ ତାର ଆଖିଟା କେଉଁ ଭଳିଆ ନା ବିକଚ ପ୍ରସ୍ଫୁଟିତ ରାଜୀବ ମାନେ ଏଠାରେ ବ୍ରାହ୍ମ ମୁହୂର୍ତ୍ତର ଯେଉଁ ଆଗମନ ତାକୁ ସେ ଜଣେ ମାନବୀର ପରିଚୟ ଦେଇଛନ୍ତି। ଆଉ ତାର ଆଖିଟାକୁ ମାନେ ସେ ପଦ୍ମର ପ୍ରସ୍ଫୁଟନକୁ ସେ ତାର ଆଖି ଖୋଲିବା ଆଖି ବୋଲି କହିଛନ୍ତି। ବିକଚ ରାଜୀବ ଦୃଶା ମାନେ ଉଷାର ଆଖିଟା ଓ ଉଷାର ଦୃଷ୍ଟି ବା ବ୍ରାହ୍ମ ମୁହୂର୍ତ୍ତର ସମୟର ଦୃଷ୍ଟିଟା ବିକଚ ରାଜୀବ ଦୃଶା ଅର୍ଥ ପ୍ରସ୍ଫୁଟିତ ପଦ୍ମ ସଦୃଶ ତାର ଆଖି। କାହିଁକି ଆସିছে ବ୍ରାହ୍ମ ମୁହୂର୍ତ୍ତ? ଜାନକୀ ଦର୍ଶନ ତୃଷା ହୃଦୟ ବହି। ଜାନକୀ କିଏ? ଜନକଙ୍କ ଝିଅ, ଜନକଙ୍କ ଝିଅ ଜାନକୀଙ୍କ ଦର୍ଶନର ତୃଷା, ଜାନକୀଙ୍କ ଦର୍ଶନ ପାଇବାର ଇଚ୍ଛାକୁ ହୃଦୟରେ ବହନ କରି ବ୍ରାହ୍ମ ମୁହୂର୍ତ୍ତର ଆଗମନ ହୋଇଛି। କର ପଲ୍ଲବେ ନିହାର। କର ପଲ୍ଲବ ମାନେ କର ରୂପକ ପଲ୍ଲବରେ। ପଲ୍ଲବ ମାନେ ହେଉଛି କଅଁଳିଆ ପତ୍ର। ତାଙ୍କର ଉଷା ଦେବୀଙ୍କର କର କ'ଣ ବା ତାଙ୍କ ହାତ କାହା ସହିତ ତୁଳନା କରାହେଇଛି ନା କଅଁଳ ପତ୍ର। ସକାଳ ସମୟରେ ସେଥିରେ କାକର ପଡ଼ିଥାଏ, ଯେଉଁଟାକି ମୁକ୍ତାର ଭ୍ରମ ସୃଷ୍ଟି କରେ। ତେଣୁ କବି ବର୍ଣ୍ଣନା କରିଛନ୍ତି ଯେ କର ପଲ୍ଲବେ ନିହାର ମାନେ ହାତ କାହାକୁ କହିଛନ୍ତି ଉଷା ଦେବୀଙ୍କର ନା କଅଁଳିଆ ପତ୍ର। ପ୍ରକୃତ ଅର୍ଥ ହେଉଛି କଅଁଳିଆ ପତ୍ରରେ ଶିଶିର ବା କାକରଟାକୁ ସିଏ କହିଛନ୍ତି ଯେ ସେ ସୀତା ଦେବୀଙ୍କୁ ଦର୍ଶନ କରିବା ପାଇଁ ସାଥିରେ ଉପହାର ସ୍ୱରୂପ ମୁକ୍ତା ଆଣିଛନ୍ତି। କେଉଁ ପ୍ରକାର ମୁକ୍ତା ନା କାକର ରୂପକ ମୁକ୍ତା ଆଣିଛନ୍ତି, ଯେଉଁଟାକି କର ପଲ୍ଲବ ମାନେ କଅଁଳିଆ ପତ୍ର ରୂପକ ହସ୍ତରେ ରହିଛି ଉଷା ଦେବୀଙ୍କର। ସେ ଉଷା ଦେବୀ ବର୍ତ୍ତମାନ କେଉଁଠି ଅଧିଷ୍ଠାନ କରିଛନ୍ତି? ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି। ସତୀ କିଏ? ସୀତା। ସୀତାଙ୍କୁ ସତୀ ବୋଲି କୁହାଯାଏ। ସେ ତାଙ୍କର ବାସଗୃହ। ବାସର ତିନିଟା ଅର୍ଥ। ଗୋଟେ ହେଉଛି ବାସଗୃହ, ଆଉ ଗୋଟେ ଅର୍ଥ ହେଉଛି ସୁଗନ୍ଧ ବା ବାସ୍ନା, ଆଉ ଗୋଟେ ଶବ୍ଦର ଅର୍ଥ ହେଉଛି ବସ୍ତ୍ର। ଏଠି ବାସର ଶବ୍ଦର ଅର୍ଥ ହେଉଛି ତାଙ୍କର ବାସଗୃହ ବା ସେ ଯେଉଁ ବାଲ୍ମୀକିଙ୍କ ଆଶ୍ରମରେ ରହିଛନ୍ତି ତାଙ୍କ ରହିବା ସ୍ଥାନ ବାହାରରେ। କାରଣ ବ୍ରାହ୍ମ ମୁହୂର୍ତ୍ତ ମାନେ କ'ଣ? ସକାଳର ସୂର୍ଯ୍ୟାଲୋକକୁ ବୁଝାଉଛି। ଆଉ ସେଇଟା କ'ଣ ଘର ଭିତରକୁ କେମିତି ପଶିବ? ତେଣୁ ମାନେ କବି କହୁଛନ୍ତି ଯେ ସେଇଟା ତାଙ୍କ ଘର ବାହାରେ ସୀତାଙ୍କୁ ଦେଖିବା ପାଇଁ ସେ ଜାନକୀ ଦର୍ଶନ ତୃଷା ହୃଦୟରେ ବହନ କରି ଆମର ଉଷା ଦେବୀ ବାସବାହାରର ପ୍ରାଙ୍ଗଣରେ ରହିଛନ୍ତି। ସେଇଠୁ ସେ ତାଙ୍କର କଣ୍ଠ କ'ଣ ବା ତାଙ୍କ ସ୍ୱର ସେ କାହା ଦ୍ୱାରା ଉଷା ଦେବୀ ତ କିଛି କହିପାରିବେନି, କିନ୍ତୁ କବି କହିଛନ୍ତି ସେ କଳକଣ୍ଠ ବା କୋଇଲିର କଣ୍ଠରେ କହୁଛନ୍ତି। କଳକଣ୍ଠ କଣ୍ଠେ କହିଲା ଅର୍ଥାତ୍ କୋଇଲି ତା କଣ୍ଠରେ କହିଲା ଯେ ଦରଶନ ଦିଅ ସତୀ ରାତି ପାହିଲା। ସେ ସତୀ ଅର୍ଥ ଉଷା ଦେବୀ କହୁଛନ୍ତି ଯେ ହେ ସୀତେ, ହେ ଜାନକୀ, ହେ ବୈଦେହୀ, ତୁମେ ଆମକୁ ଦର୍ଶନ ଦିଅ, ରାତି ପାହିଲାଣି। ବା ଅର୍ଥାତ୍ ଏଠି ବ୍ରାହ୍ମ ମୁହୂର୍ତ୍ତର ଆଗମନ ଘଟିଛି। ଆଉ ଏଠି ସୀତାଙ୍କୁ ନିଦ୍ରା ଭାଞ୍ଜି ଉଷା ଦେବୀଙ୍କ ଦର୍ଶନ କରିବା କଥା ବର୍ଣ୍ଣନା କରାଯାଇଛି। ଅରୁଣ କଷାୟ ବାସ କୁସୁମ କାନ୍ତି ବିକାଶ ପ୍ରଶାନ୍ତ ରୂପ ବିଶ୍ୱାସ ଦିଅନ୍ତି ମନେ। ପାଠକୁ ଯିବା। ଅରୁଣ କଷାୟ ବାସ। କଷାୟ ଅର୍ଥ ପାଠ, ବାସ ଅର୍ଥ ବସ୍ତ୍ର। ଏଠି ବାସର ଅର୍ଥ ବସ୍ତ୍ର। ଅରୁଣ ଅର୍ଥ ସୂର୍ଯ୍ୟ। ସୂର୍ଯ୍ୟଙ୍କର ଯେଉଁ ଲାଲ ରଙ୍ଗର, ସୂର୍ଯ୍ୟଙ୍କ ରଙ୍ଗ ଅରୁଣ ମାନେ ସକାଳର ସୂର୍ଯ୍ୟ କେମିତି ଲାଲ ଦେଖାଯାଆନ୍ତି, ତାକୁ ବର୍ଣ୍ଣନା କରାହେଇଛି ଯେ ଉଷା ଦେବୀ ବା ବ୍ରାହ୍ମ ମୁହୂର୍ତ୍ତର ଆଗମନରେ ଉଷା ଦେବୀ ଲାଲ ରଙ୍ଗର ପାଟ ବସ୍ତ୍ର ପରିଧାନ କରିଛନ୍ତି। ଆଉ ତାଙ୍କର ବିକାଶ କିପରି ଘଟୁଛି, ତାଙ୍କର ଦୃଶ୍ୟ, ତାଙ୍କର ସୌନ୍ଦର୍ଯ୍ୟଟା କିପରି ନା କୁସୁମ କାନ୍ତି ବିକାଶ। କୁସୁମ ଅର୍ଥ ପୁଷ୍ପ, ସୁମନ, ଫୁଲ।
ତାହାର ସୌନ୍ଦର୍ଯ୍ୟର ବିକାଶ ଘଟୁଛି। ଆଉ ସେଇଟା କ'ଣ ହେଉଛି ନା ମନରେ ପ୍ରଶାନ୍ତି ସୃଷ୍ଟି କରୁଛି ଆଉ ବିଶ୍ୱାସ ଜାଗରଣ କରୁଛି। ଆଉ ପ୍ରଶାନ୍ତ ସୃଷ୍ଟି କରୁଛି କ'ଣ ନା ଆମର ଉଷା ବା ବ୍ରାହ୍ମ ମୁହୂର୍ତ୍ତର ସମୟଟା ପୁରା ନୀରବ ନିଶ୍ଚଳ। ଅଧିକାଂଶ ଲୋକଙ୍କର ଶୟନ ଭଙ୍ଗ ହୋଇନଥାଏ। ତେଣୁ ପ୍ରାୟତଃ ବ୍ରାହ୍ମ ମୁହୂର୍ତ୍ତଟା ପ୍ରଶାନ୍ତ ବା ପୁରା ନୀରବ ନିଶ୍ଚଳ ଥିବାରୁ ସେହି ସମୟଟାକୁ ପ୍ରଶାନ୍ତ, ଉଷା ଦେବୀଙ୍କର ରୂପଟାକୁ ପ୍ରଶାନ୍ତ ରୂପ ବୋଲି କବି କହିଛନ୍ତି। କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସୀ, ଡାକୁଛନ୍ତି ଦୁଃଖ ରାଶି ଉପଶମନେ। କେଉଁ ଯୋଗେଶ୍ୱରୀ, ଯୋଗ ରୂପକ ଈଶ୍ୱରୀ ଅର୍ଥାତ୍ ଉଷା ଦେବୀ ଯୋଗର ଈଶ୍ୱରୀ ଯୋଗେଶ୍ୱରୀ ଆସିକି ମଧୁର ଭାଷେ ମାନେ ମଧୁର ସ୍ୱରରେ ଆଶ୍ୱାସନା ଦେଉଛନ୍ତି କାହାକୁ ନା ସୀତାଙ୍କୁ। କାରଣ ସୀତା ରାମଙ୍କ ଦ୍ୱାରା ପରିହୃତା ହୋଇ ବାଲ୍ମୀକିଙ୍କ ଆଶ୍ରମରେ ଦୁଃଖ ଜର୍ଜରିତା ହୋଇ ରହୁଛନ୍ତି। ତେଣୁ ତାଙ୍କୁ ଆଶ୍ୱାସନା ଦେବା ପାଇଁ, ତାଙ୍କ ଦୁଃଖ ରାଶିକୁ ଉପଶମନ ବା ଲାଘବ କରିବା ପାଇଁ ଉଷା ଦେବୀ ଆଗମନ କରିଛନ୍ତି। ଆଉ ତାଙ୍କ ବାସବାହାରର ପ୍ରାଙ୍ଗଣରେ ସେ ଅଧିଷ୍ଠାନ କରିଛନ୍ତି। ପୂର୍ବ ପଦରେ ଆମେ ପଢ଼ିଲେ କ'ଣ ପାଇଁ ଆସୁଛନ୍ତି? ଦେବା ପାଇଁ ନବ ଜୀବନ, ସ୍ୱର୍ଗକୁ ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ଦେବା ପାଇଁ ନବଜୀବନ ମାନେ ସେଇ ପୁନର୍ବାର, ସେଇ ଯେଉଁ ରାମ ସୀତାଙ୍କର ସେଇ ଯେଉଁ ପୁରା ମିଳନକୁ ସେ ନବଜୀବନ ବୋଲି କହିଛନ୍ତି। ଆଉ ସେଇଟାକୁ ସେ ପୁନର୍ବାର ଘଟାଇବା ପାଇଁ ବା ନବଜୀବନ ଦେବା ପାଇଁ ବା ତାଙ୍କ ମନରେ ତାଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ପୁନର୍ବାର ଦେଖିବା ପାଇଁ ଆମର ଉଷା ଦେବୀ ସ୍ୱର୍ଗରୁ, ମାନେ ଆମେ ସକାଳ ହେଲେ କେଉଁଠୁ ଆଲୋକ ଆସୁଛନ୍ତି ଜାଣିପାରୁନ, ଆମେ କ'ଣ ଜାଣନ୍ତି କି? ତେଣୁ କବି କହୁଛନ୍ତି ଯେ କିନ୍ତୁ ସୂର୍ଯ୍ୟଙ୍କ ଠାରୁ ଆସେ, କିନ୍ତୁ ସେ କବି କହୁଛନ୍ତି ଏଇଟା ସ୍ୱର୍ଗରୁ ଉଷା ଦେବୀ ଆସିଛନ୍ତି, ମର୍ତ୍ତ୍ୟ ଭୁବନକୁ ଆସିଛନ୍ତି ସୀତାଙ୍କ ଦୁଃଖକୁ ଲାଘବ କରିବା ପାଇଁ। ତାପରେ ସିଏ ଆସିବାରୁ କ'ଣ ହୋଇଛି? ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ, ସୁରଭିନ ତନେ ଥାଏ ଉଷା ନିର୍ଦ୍ଦେଶେ। ସମୀର ମାନେ ପବନ ବା ସମୀରଣ, ସେ ସଙ୍ଗୀତ ଗାଏ, ସଙ୍ଗୀତ ଗାନ କରେ। ଭ୍ରମର ବା ଭଁର, ସେ ବୀଣା ବାଦନ କରେ। ଆଉ ସୁରଭି ଶବ୍ଦର ଅର୍ଥ କ'ଣ ଜାଣିଛ ପିଲେ? ଅର୍ଥାତ୍ ଫୁଲ ନାଚୁଥାଏ। କାହା ନିର୍ଦ୍ଦେଶରେ? ଉଷା ବା ବ୍ରାହ୍ମ ମୁହୂର୍ତ୍ତର ନିର୍ଦ୍ଦେଶରେ ବା ଉଷା ଦେବୀଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗୀତ ଗାନ କରୁଥାଏ, ଭ୍ରମର ବୀଣା ବାଦନ କରୁଥାଏ। ଆଉ ପୁଷ୍ପ ବା ଫୁଲ ନୃତ୍ୟରତା ହୋଇଥାଏ ଉଷାଙ୍କ ନିର୍ଦ୍ଦେଶରେ। ଆଉ କ'ଣ ହେଉଥାଏ? କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା, ସ୍ତବ ପାଠ କଳିଙ୍ଗ ଇଲା ପାଟ ମାଗଧ ବେଶେ। କୁମ୍ଭାଟୁଆ ପକ୍ଷୀ କ'ଣ କଲା ନା ଭାଟ ରୂପେ, ଭାଟର ଅର୍ଥ କହିଛି ଯେଉଁମାନେ ସ୍ତବ ପାଠ କରନ୍ତି, ଅର୍ଥାତ୍ ରାଜା ମହାରାଜା ମାନଙ୍କର ଶ୍ରୁତିଗାନ କରନ୍ତି। ଆଉ ଆରମ୍ଭିଲା ସ୍ତବ ପାଠ, କାହାର ନା ବ୍ରାହ୍ମ ମୁହୂର୍ତ୍ତର ପ୍ରଶଂସା ବଖାଣିଲା କୁମ୍ଭାଟୁଆ। ଅର୍ଥାତ୍ କୁମ୍ଭାଟୁଆ ତାର ସ୍ୱନ ପ୍ରଦାନ କଲା ବା ତାର ରାବ ଦେବାକୁ କବି କହୁଛନ୍ତି ଯେ କୁମ୍ଭାଟୁଆ ଭାଟ ରୂପରେ ଉଷା ଦେବୀଙ୍କର ଆଗମନର ସ୍ତବ ପାଠ ଆରମ୍ଭ କରିଦେଇଛି। ଆଉ କଳିଙ୍ଗ ମାନେ କଜଳପାତି, କଳିଙ୍ଗ ଇଲା ପାଟ ମାଗଧ ବେଶେ। କଳିଙ୍ଗ ମାନେ କଜଳପାତି ମୁଖ୍ୟ ଭାଟ ରୂପେ, ସମସ୍ତଙ୍କ ମଧ୍ୟରେ ମୁଖ୍ୟ ଥାନ୍ତି, ମନ୍ତ୍ରୀମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଧାନମନ୍ତ୍ରୀ। ସେଇଭଳିଆ ପାଟ ମାଗଧ ବା ଭାଟମାନଙ୍କ ମଧ୍ୟରେ ମୁଖ୍ୟ ଭାଟକୁ ପାଟ ମାଗଧ କୁହାଯାଏ। ଆଉ କଳିଙ୍ଗ ବା କଜଳପାତି, କଳିଙ୍ଗ ଅର୍ଥ ହେଉଛି କଜଳପାତି, ସେ ପାଟ ମାଗଧ ବେଶରେ ଆସିଲା। ଆସିକି କ'ଣ ହେଲା? ଲଳିତ ମଧୁରେ କହିଲା, ଅତି ସ୍ୱରରେ କୋମଳ ସ୍ୱରରେ କହିଲା। କ'ଣ କହିଲା? ଉଠ ସତୀ ରାଜ୍ୟରାଣୀ ରାତି ପାହିଲା। ସେ ସତୀଙ୍କୁ କହିଛି ଯେ ରାଜ୍ୟରାଣୀ, କାରଣ ସେ ଅଯୋଧ୍ୟାର ରାଣୀ, ସିନା ବନବାସରେ ଆସିଛନ୍ତି, ଆସିକି ଦୁର୍ଦ୍ଦଶାରୁ ସେ ରହିଛନ୍ତି
ବାଲ୍ମୀକିଙ୍କ ଆଶ୍ରମରେ, କିନ୍ତୁ ସେ ରାଜ୍ୟର ରାଣୀ, ଅଯୋଧ୍ୟା ରାଜ୍ୟର ରାଣୀ ସେ। ତେଣୁ ସେ କହୁଛନ୍ତି ଯେ ଆମର ଏଠି କଳିଙ୍ଗ ବା କୈଳପତି କହିଛି, ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା, ରାତି ପାହିଲାଣି ହେ ରାଜ୍ୟ ରାଣୀ, ହେ ସୀତେ, ହେ ସତୀ ସୀତା, ତୁମେ ଶଯ୍ୟା ତ୍ୟାଗ କର। ତାପରେ ବର୍ତ୍ତମାନ ବାଲ୍ମୀକିଙ୍କ ଆଶ୍ରମର ପାରିପାର୍ଶ୍ୱିକ ଦୃଶ୍ୟପଟ କ'ଣ ରହିଛି ନା, ମୁନି ମୁଖ ବେଦ ସ୍ୱନ ପୂର୍ଣ୍ଣ କଲା, ଶ୍ୟାମ ବନ ଉଠିଲା ଭେ ଦିଗଗନ ଉଚ୍ଚ ଓଙ୍କାର। ମାନେ ବାଲ୍ମୀକିଙ୍କ ଆଶ୍ରମରେ କେତେଜଣ ମୁନି ରହିଥାନ୍ତି, ତାଙ୍କ ମୁଖ ନିଃସୃତ ବେଦର ସ୍ୱନ ବା ବେଦର ସ୍ୱର ପୂର୍ଣ୍ଣ କଲା ଶ୍ୟାମ ବନ, ମାନେ ଚାରିପଟର ଯେଉଁ ବନ ପ୍ରଦେଶକୁ ମାନେ ପରିପୂର୍ଣ୍ଣ କରିଦେଲା। ଆଉ ତାପରେ କ'ଣ ହେଲା, ଉଠିଲା ଭେଦି ଗଗନ, ଗଗନକୁ ଭେଦ କରି, ଗଗନ ଅର୍ଥ ଆକାଶ, ତାର ଆହୁରି ଏଟା ହେଉଛି ଆକାଶର ପ୍ରତିଶବ୍ଦ, ଆହୁରି ଆକାଶର ପ୍ରତିଶବ୍ଦ ରହିଛି, ନଭ ବିହାୟସ ଇତ୍ୟାଦି। ଆଉ ସେ ଆକାଶକୁ ଭେଦ କରି ଉପରକୁ ଉଠିଲା, ସେ ଉଚ୍ଚ ସ୍ୱରର ଓଙ୍କାର ଉପରକୁ ଉଠିଲା, ଉଠି ଯାଇ କ'ଣ ହେଲା, ବୈକୁଣ୍ଠେ ଦେଇ ତୃପତି। ତୃପତି ହେଉଛି କ'ଣ, ତୃପ୍ତିର ପଦ୍ୟ ରୂପ ହେଉଛି ତୃପତି। ବୈକୁଣ୍ଠ ଅର୍ଥାତ୍ ବିଷ୍ଣୁଙ୍କ ବାସସ୍ଥାନରେ ବା ବିଷ୍ଣୁଙ୍କ ନିକଟରେ ଏଇ ବେଦସ୍ୱନ, ଏ ବେଦର ସ୍ୱର ତୃପ୍ତି ପ୍ରଦାନ କଲା। ଆଉ ଅନନ୍ତ ଶ୍ରୁତି କି ଗତି, ଅନନ୍ତ ଅର୍ଥ କ'ଣ, ଆମର ଅନନ୍ତ ନାଗ, ଯିଏ ଆମ ପୃଥିବୀକୁ ଧାରଣ କରିଛି ବୋଲି ପୁରାଣରେ ବର୍ଣ୍ଣିତ। ଶ୍ରୁତିର ଗତି, ଶ୍ରୁତି ଅର୍ଥ କାହାକୁ କୁହାଯାଏ, ବେଦକୁ ଶ୍ରୁତି ବୋଲି କୁହାଯାଏ। ତେଣୁ ଅନନ୍ତ ନାଗ ନିକଟକୁ ଏଇ ଶ୍ରୁତିର ଗତି ହେଲା, ଅର୍ଥାତ୍ ବେଦର ସେଇ ଯେଉଁ ସ୍ୱର ଅନନ୍ତ ନାଗ ପର୍ଯ୍ୟନ୍ତ ବି ଗଲା। ସେଟା କେମିତି ଲାଗୁଥିଲା, ବିହିଲା କି ସରସ୍ୱତୀ ବୀଣା ଝଙ୍କାର, ବିହିଲା ମାନେ ଲାଗିଲା କି ଯେମିତିକି ଏଟା ସରସ୍ୱତୀଙ୍କ ବୀଣାର ଝଙ୍କାର ବା ବୀଣାର ସ୍ୱର। ଏଇ ବେଦ ସ୍ୱନ ବା ମୁନି ଋଷିମାନଙ୍କର ବେଦଗାନଟାକୁ କବି କହୁଛନ୍ତି ଯେ ଏଟା ପୁରା ସରସ୍ୱତୀଙ୍କର ବୀଣା ଝଙ୍କାର ସଦୃଶ ମନେ ହେଉଥିଲା। ତାପରେ କ'ଣ ହେଲା, ବେଳୁ ବେଳ ବନ ଉଜ୍ଜ୍ୱଳ, ମନ୍ତ୍ର ବଳେ ଯେନେ ବଢ଼ି ଆସିଲା ବଳ। କବି କହୁଛନ୍ତି ଯେ ତାପରେ କ'ଣ, ଦିନ ଯେତେବେଳେ ବଢ଼ୁଛି, ସମୟ ବଢ଼ିଲା ବେଳକୁ ସୂର୍ଯ୍ୟଙ୍କର ପ୍ରଖର କିରଣରେ ବନ ପ୍ରଦେଶ ସମଗ୍ର ପୃଥିବୀ ଉଜ୍ଜ୍ୱଳିତ ହେଉଛି। କବି କିନ୍ତୁ କହୁଛନ୍ତି ନା, ଏଇ ଯେଉଁ ମୁନି ଋଷିମାନଙ୍କର ବେଦସ୍ୱନରେ ବା ତାଙ୍କର ମନ୍ତ୍ର ବଳରେ ଯେମିତି ବଳ ଚାରିଆଡ଼େ ବଢ଼ି ଆସିଲା, ଆଉ ସମଗ୍ର ବନ ପ୍ରଦେଶ, କାରଣ ସେ ତାଙ୍କ ଆଶ୍ରମଟା ହିଁ ବନ ପ୍ରଦେଶରେ ଥିଲା। ତେଣୁ ସେ କହୁଛନ୍ତି ଯେ ସମଗ୍ର ବନ ପ୍ରଦେଶ ଉଜ୍ଜ୍ୱଳ ହୋଇ ଉଠିଲା, ଯେପରିକି ମନ୍ତ୍ର ବଳରେ। କାହା ମନ୍ତ୍ର ବଳରେ ନା, ମୁନି ଋଷିମାନଙ୍କର ମନ୍ତ୍ର ବଳରେ ଯେମିତି କିଛି ବଳ ବଢ଼ି ଆସିଲା ଆଉ ସମଗ୍ର ବନ ପ୍ରଦେଶ ଉଜ୍ଜ୍ୱଳିତ ହେଲା। ତାପରେ ଏପଟେ ପାର୍ଶ୍ୱ ପରିବର୍ତ୍ତନ କରି ସୀତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା, ତପସ୍ୱିନୀ ଆସି ଜନକ ନନ୍ଦିନୀ, ପାଶେ ଗମ୍ଭୀରେ। ଏକାଳେ ମାନେ ଏଇ ସମୟରେ ଯେତେବେଳେ ମୁନିମାନେ ତାଙ୍କର ବେଦସ୍ୱନରେ ଏମିତିକି ଆମର ସୂର୍ଯ୍ୟଙ୍କ ପ୍ରଖର ତେଜରେ ସମଗ୍ର ବନ ପ୍ରଦେଶ ଉଜ୍ଜ୍ୱଳିତ ହୋଇଯାଉଛି, ଅର୍ଥାତ୍ ସକାଳର ଆଗମନ ହୋଇଗଲାଣି। ଆଉ ଏହି ସମୟରେ ବ୍ରହ୍ମଚାରିଣୀ କ'ଣ, ବ୍ରହ୍ମମ୍ ଆଚରତି ଇତି, ବ୍ରହ୍ମଚାରୀ, ତାର ସ୍ତ୍ରୀଲିଙ୍ଗରେ ବ୍ରହ୍ମଚାରିଣୀ, ତାର ସୀତାଙ୍କୁ କୁହାହେଉଛି। ଆଉ ସେହି ସମୟରେ ଅନୁକମ୍ପା ନାମକ ଜଣେ ତପସ୍ୱୀର ସ୍ତ୍ରୀଲିଙ୍ଗ ହେଉଛି ତପସ୍ୱିନୀ, କାରଣ ଅନୁକମ୍ପା ହେଉଛନ୍ତି ଜଣେ ମହିଳା। ତେଣୁ ଅନୁକମ୍ପା ନାମକ ତପସ୍ୱିନୀ, ବାଲ୍ମୀକିଙ୍କ ଆଶ୍ରମ ସ୍ଥିତ ଅନୁକମ୍ପା ନାମକ ଜଣେ ତପସ୍ୱିନୀ, ଜନକ ନନ୍ଦିନୀ ଅର୍ଥ ଝିଅ। ଜନକ ନନ୍ଦିନୀ କିଏ ନା, ସୀତା, କାରଣ ତାଙ୍କ ବାପାଙ୍କ ନାଁ ଜନକ ହୋଇଥିବାରୁ ଜନକ ନନ୍ଦିନୀ, ସୀତାଙ୍କୁ ଜନକ ନନ୍ଦିନୀ ବୋଲି କୁହାଯାଏ। ତାଙ୍କ ପାଖକୁ ଆସି, ପାଶେ ମାନେ ପାଖରେ, ଗମ୍ଭୀର ସ୍ୱରରେ କ'ଣ କହିଲେ, ବୋଇଲେ ଉଠ ବୈଦେହୀ ଉଷା ମାର ଦେହି, ଆସିଛି ଦର୍ଶନ ଦେଇ ତୋଷ ବିଧିରେ। ସେ କହିଲେ ଯେ ବୋଇଲେ ମାନେ କହିଲେ, ଉଠ ବୈଦେହୀ ବା ବିଦେହର କନ୍ୟା ବୈଦେହୀ। ଦେଖ, ବୈଦେହୀର
ହରେ ଦୀର୍ଘଇକାର ହେବା କଥା, କିନ୍ତୁ ହର୍ଷଇକାର କାହିଁକି ହେଇଛି ନା ଏ ସମ୍ବୋଧନ ଅର୍ଥରେ ଦୀର୍ଘଇକାରଟା ହର୍ଷଇକାର ହୁଏ। ଏମିତି ନଦୀର ଦୀର୍ଘଇକାରଟା ହର୍ଷଇକାର ହେବ ସମ୍ବୋଧନ କ୍ଷେତ୍ରରେ, ତେଣୁ ସମ୍ବୋଧନ କ୍ଷେତ୍ରରେ ଦୀର୍ଘଇକାରଟା ହର୍ଷଇକାର ହେଇଛି, ତେଣୁ ଏଟାକୁ କୌଣସି ଭୁଲ ନୁହେଁ। ଏଟା ମୋତେ ମାର୍କ ବି କରିନଥିବ, କାରଣ ସମ୍ବୋଧନ ଅର୍ଥରେ ଦୀର୍ଘଇକାରଟା ହର୍ଷଇକାର ହେଇଯାଏ। ଉଷା ସୁକୁମାର ଦେହି, ଉଷା କିଏ ନା ବ୍ରାହ୍ମ ମୁହୂର୍ତ୍ତ, ତାକୁ କ'ଣ କହିଛନ୍ତି? ଅନୁକମ୍ପା କହିଛନ୍ତି ଯେ ସୁକୁମାର ଦେହି, ସୁକୁମାର ଦେହ ଯାହାର ସେ ସୁକୁମାର ଦେହି, ମାନେ ବ୍ରାହ୍ମ ମୁହୂର୍ତ୍ତଟା ମାନେ ସୁଲଳିତ ବୋଲି ଅନୁକମ୍ପା କହିଛନ୍ତି। ଆସିଛି ଦର୍ଶନ ଦେଇ ତୋଷ ବିଧିରେ, ମାନେ ଉଷା ସୁକୁମାର ଦେଇ ଉଷାର ଆଗମନ ଘଟିଛି, ତାକୁ ଦର୍ଶନ ଦେଇ ତୁମେ ବିଧିବଦ୍ଧ ଭାବେ ତାଙ୍କର ତାଙ୍କୁ ସନ୍ତୋଷ କର। କାରଣ ସେ ଚାହୁଁଛନ୍ତି, ସୀତାଙ୍କୁ ଦର୍ଶନ କରିବା ପାଇଁ ପ୍ରଥମେ ଦେଇଛି, ଜନକୀ ଦର୍ଶନ ତୃଷା ହୃଦୟ ବହି, ଅପେକ୍ଷାରତା ଉଷା ଦେବୀ ଆମର ଅପେକ୍ଷାରେ ଅଛନ୍ତି, ସତୀଦେବୀ ସୀତା ସତୀଙ୍କର ବାସବାହାର ପ୍ରାଙ୍ଗଣରେ ଅପେକ୍ଷା କରିଛନ୍ତି। ତେଣୁ ସେ କହୁଛନ୍ତି ଯେ ଅନୁକମ୍ପା କହୁଛନ୍ତି, ହେ ବୈଦେହୀ ତୁମେ ଉଠ, ଉଠିକି ତୁମେ କ'ଣ କର ନା ଆମର ଉଷା ଦେବୀ ସୁକୁମାର ଦେହୀ ଉଷାଙ୍କୁ ଦର୍ଶନ ଦେଇ ତାଙ୍କର ତୃଷା ଲାଘବ, ତାଙ୍କର ତୃଷା ମେଣ୍ଟାଅ। ଅର୍ଥାତ୍ ତାଙ୍କର ଯେଉଁ ତମକୁ ଦର୍ଶନ କରିବାର ଯେଉଁ ଇଚ୍ଛା ରହିଛି ତାକୁ ବିଧିବଦ୍ଧ ଭାବେ ତୁମେ ଦର୍ଶନ ଦେଇ ତାର ପାଳନ କର। ଆହୁରି କ'ଣ କହିଛନ୍ତି? ତମସା ରହିଛି ଅନାଇ, କୋଳ କରି ଥରେ ସୁଖ ଲଭିବା ପାଇଁ। ତମସା କ'ଣ ନା ବାଲ୍ମୀକିଙ୍କ ଆଶ୍ରମରେ ନିକଟରେ ଏକ ନଦୀ, ଛୋଟ ନଦୀଟେ ବହିଯାଉଛି, କ୍ଷୁଦ୍ର ନଦୀ, ତା ନାଁ ହେଉଛି ତମସା। ସେ ମଧ୍ୟ ଅନାଇ ରହିଛି, କାରଣ ସତୀ ସୀତାଙ୍କର ଅବଗାହନରେ ବା ସ୍ନାନରେ ସେ ମଧ୍ୟ ପବିତ୍ରା ହୋଇଯିବ, ତେଣୁ ସେ ମଧ୍ୟ ଅନାଇ ରହିଛି ସୀତାଙ୍କର ଦର୍ଶନ କରିବା ପାଇଁ ବା ତାକୁ କୋଳ କରିକି ସୁଖ ଲାଭ କରିବା ପାଇଁ। କାରଣ କୋଳ କରିବା ମାନେ କ'ଣ? ସୀତା ଯେତେବେଳେ ଅବଗାହନ ବା ସ୍ନାନ କରିବେ ସେଥିରେ ସେ ତାଙ୍କୁ କୋଳ କଲା ବୋଲି ଧରି ନିଆଯିବ। ତେଣୁ ତମସା ରହିଛି ଅନାଇ, କୋଳ କରି ଥରେ ସୁଖ ଲଭିବା ପାଇଁ। ଅର୍ଥାତ୍ ସେ କବି କହୁଛନ୍ତି ଯେ ଯଦି ଅନୁକମ୍ପାଙ୍କ କଥା ଅନୁସାରେ ସତୀ ସୀତା ତମସା ନଦୀରେ ଅବଗାହନ ବା ସ୍ନାନ କରିବେ, ତେବେ ତମସା ନଦୀ ମଧ୍ୟ ସୁଖ ଲାଭ କରିବ। ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖର ରଶ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି। ପଦ୍ମିନୀ ମାନେ ପଦ୍ମର ହୃଦ, ପଦ୍ମର ମଧ୍ୟ ପଦ୍ମ ଭିତରେ ଶିଶିର ବା କାକର ପଡ଼ିଥାଏ, ସେଥିରେ ସୂର୍ଯ୍ୟଙ୍କର ଖର ରଶ୍ମି ପଡ଼ିବା ଦ୍ୱାରା ଯେଉଁ ପ୍ରତିବିମ୍ବ ସୃଷ୍ଟି ହୁଏ, ସେହିପରି ଶୋକ ଜର୍ଜରିତ ଚିତ ଫଳକେ କରି ଚିତ୍ରିତ। ମାନେ କ'ଣ? ଶୋକ ଜର୍ଜରିତ ରୂପକ ଫଳ କରେ, ଯାହାର ଶୋକ ବା ଦୁଃଖରେ ଯେ ଜର୍ଜରିତ ବା ଏଠି ଜର୍ଜରିତା ସୀତା, ଯେହେତୁ ସେ ଜର୍ଜରିତା ତାଙ୍କର ଫଳକ, ଆମର ଯେମିତି କଳାପଟା ସେ ବି ଗୋଟେ ପ୍ରକାର ଫଳକ, ତେଣୁ ସେଇ ଫଳକରେ ସୀତାଙ୍କର ଶୋକ ଜର୍ଜରିତ ଫଳକରେ ବୀର ରାମଙ୍କର ମୂରତି ଅର୍ଥ ମୂର୍ତ୍ତି ଚିତ୍ରିତ ହୋଇଯାଉଛି। ସେଇଠୁ ସୀତା ବର୍ତ୍ତମାନ କ'ଣ କରୁଛନ୍ତି? କାରଣ ସୀତା ଉଠିଲେ ତାଙ୍କର ସବୁବେଳେ ରାମଙ୍କ ଉପାସନା, ତେଣୁ ଉଠିଲେ ରାମ, ବସିଲେ ରାମ, ଶୋଇଲେ ରାମ, ତେଣୁ ସୀତା ଯେତେବେଳେ ଉଠିଛନ୍ତି ସେତେବେଳେ ତାଙ୍କ ମନରେ ତାଙ୍କ ଶୋକ ଜର୍ଜରିତ ଚିତ୍ତ ରୂପକ ଫଳକରେ ବୀର ରାମଙ୍କର ମୂର୍ତ୍ତିର ପ୍ରତିବିମ୍ବିତ ହୋଇଛି। ତାଙ୍କ ମୂର୍ତ୍ତି ଯେପରିକି ପଦ୍ମର ହୃଦୟରେ ବା ଅର୍ଥାତ୍ ପଦ୍ମ ମଧ୍ୟରେ କାକର ଗୁଡ଼ିକରେ ସୂର୍ଯ୍ୟଙ୍କର ଖର ରଶ୍ମି, କାକର ବିନ୍ଦୁ ଗୁଡ଼ିକରେ ଶିଶିର ବିନ୍ଦୁରେ ଖର ରଶ୍ମି, କାହାର? ସୂର୍ଯ୍ୟଙ୍କର ଖର ରଶ୍ମି ବା ତୀବ୍ର ବା ତୀକ୍ଷ୍ଣ ରଶ୍ମି ଯେଭଳି ପଡ଼ିଲେ ଯେପରି ହୁଏ, ସେପରି ହୋଇଛି ବୋଲି ଆମର ଗଙ୍ଗାଧର ମେହେର ବର୍ଣ୍ଣନା କରିଛନ୍ତି। ପୁଣି କ'ଣ କହିଛନ୍ତି? ହେଲେ ଆସନୁ ଉତ୍ଥିତ ଜାନକୀ ସତୀ, ଜନକଙ୍କ କନ୍ୟା ହେଇଥିବାରୁ ତାଙ୍କୁ ଜାନକୀ ବୋଲି ମଧ୍ୟ ସୀତାଙ୍କୁ କୁହାଯାଏ। ହେଲେ ଆସନୁ ଉତ୍ଥିତ, ଆସନୁ ମାନେ ଆସନରୁ, ଉତ୍ଥିତ ଉଠିଲେ, ଉଠିକି କ'ଣ କଲେ ନା ଜାନକୀ ସତୀ ଅର୍ଥାତ୍ ସୀତା ଉଠିକି କ'ଣ କଲେ? ନମି ଅନୁକମ୍ପା ପୟରେ
ବନ୍ଦିଲେ ଉଷାର ପଦ ସବିନୟରେ। ନମି ଅନୁକମ୍ପା ପୟରେ, ନମି ମାନେ ପ୍ରଣାମ କରି, ମାନେ ନମ୍ର ହୋଇଯାଇ ବା ନଇଁ ପଡ଼ି, ଅର୍ଥାତ୍ ପ୍ରଣାମ କରି। ଅନୁକମ୍ପା କିଏ? ଜଣେ ତପସ୍ୱିନୀ, ତାଙ୍କ ପୟ ଅର୍ଥ ପାଦରେ, ସେଥିରେ ସେ ପ୍ରଣାମ କରି ବନ୍ଦିଲେ ବା ବନ୍ଦନା କଲେ ଉଷାଙ୍କର ପଦକୁ। ଉଷା ଅର୍ଥ ମାନେ ଏଠି ବର୍ଣ୍ଣନା କରାହେଇଛି ଯେ ସିଏ ଉଷା ଦେବୀ ବା ଅର୍ଥାତ୍ ଏଠି ବ୍ରାହ୍ମ ମୁହୂର୍ତ୍ତରେ ସେ ଯେତେବେଳେ ପ୍ରାର୍ଥନା କରୁଛନ୍ତି ତାକୁ କୁହାହେଉଛି ଯେ ସେ ଉଷାଙ୍କର ପଦ ବନ୍ଦନା କଲେ। ସବିନୟରେ ସେ ଉଷାଙ୍କର ବିନୟ ସହକାରେ ସତୀ ସୀତା ବୈଦେହୀ ଉଷାଙ୍କର ପଦ ବନ୍ଦନା ଯେପରି କରିଛନ୍ତି। ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧ୍ୱଂସୀ ରବି ଆଗ ମନ ଶଂସି ହୁଅ ସଂସାରେ। ସେ କ'ଣ କହିଛନ୍ତି? ସତୀ ସୀତା କହିଛନ୍ତି ଯେ, ବୈଦେହୀ କହିଛନ୍ତି ଯେ, ତାଙ୍କୁ ପ୍ରଶଂସା କରି କହିଛନ୍ତି, ପ୍ରଶଂସୀ ବା ପ୍ରଶଂସା କରି କହିଛନ୍ତି କାହାକୁ? ନା ଉଷା ଦେବୀଙ୍କୁ। ତୁମେ ତିମିର ବିଧ୍ୱଂସୀ, ତିମିର ଅର୍ଥ ଅନ୍ଧକାର, ତାକୁ ତୁମେ ହେଉଛ ତାର ତିମିର ବିଧ୍ୱଂସୀ, ଅର୍ଥାତ୍ ତୁମେ ତିମିରକୁ ବିଧ୍ୱଂସ କରି ରବି ଆଗମନ ଶଂସି ହୁଅ ସଂସାରେ। ସଂସାରରେ ତୁମେ ରବି ବା ସୂର୍ଯ୍ୟଙ୍କର ଶବ୍ଦ ହେଉଛି ରବି। ଆହୁରି ରହିଛି ତପନ, ଦିବାକର ଇତ୍ୟାଦି ରହିଛି, ଆଦିତ୍ୟ, ଅରୁଣ। ଛାଡ଼, ଆମେ ପାଠକୁ ଆସିବା। ରବି ଆଗମନ ଶଂସି ହୁଅ ସଂସାରେ। ରବି ଅର୍ଥ ସୂର୍ଯ୍ୟଙ୍କର ଆଗମନର ତୁମେ ସୂଚନାକାରୀ ହୁଅ ସଂସାରରେ। ତୁମେ ମାନେ ଅର୍ଥାତ୍ କ'ଣ? ଆମର ଉଷା ଦେବୀ ଯେତେବେଳେ ଆମ ବ୍ରାହ୍ମ ମୁହୂର୍ତ୍ତରୁ ଆମେ ଜାଣିପାରୁ ସୂର୍ଯ୍ୟୋଦୟ ହେଲା, ତେଣୁ ସୂର୍ଯ୍ୟର ଆଗମନକୁ କିଏ ସୂଚନା ଦିଏ? ବା ଉଷା ଦେବୀ ଅର୍ଥାତ୍ ବ୍ରାହ୍ମ ମୁହୂର୍ତ୍ତ ଆମକୁ ସୂଚନା ଦେଇଥାଏ। ପୁଣି କହିଛନ୍ତି, ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ ତହିଁ ଯାଉଛି ଶରଣ ସୁଦୃଢ଼ ଆଶାରେ। ସେ କହୁଛନ୍ତି କାରଣ ବ୍ରାହ୍ମ ମୁହୂର୍ତ୍ତରେ ଚାରିଆଡ଼େ ଜ୍ୟୋତି ପରିପ୍ରକାଶ ହୁଏ, ଅର୍ଥାତ୍ ଦିବସର ଆଗମନ ହୁଏ। ତେଣୁ ସେ କହୁଛନ୍ତି ତୁମର କୋମଳ ଚରଣ ଜ୍ୟୋତି ଆହରଣ କରେ। ଆଉ ସେଇଠାରେ ନିଜେ ସତୀ ସୀତା ନିଜର ଶରଣାପନ୍ନ ହୋଇଛନ୍ତି। ଆଉ ସେ ଦୃଢ଼ ଆଶାରେ କହିଛନ୍ତି, କ'ଣ କହିଛନ୍ତି? ଶୁଭ ସୌରଭର ଶିକେ, ଶୁଭ ସମ୍ପାଦିନୀ ହୁଅ ରଘୁବଂଶୀକେ। ରଘୁବଂଶର କିଏ? ରାମଚନ୍ଦ୍ର ହେଉଛନ୍ତି ରଘୁବଂଶୀୟ। ତେଣୁ ସେ କହିଛନ୍ତି ଯେ, ହେ ରଘୁବଂଶୀୟ ରାମଚନ୍ଦ୍ର ବା ଅର୍ଥାତ୍ ରାମଚନ୍ଦ୍ରକୁ କହିଛନ୍ତି, ହେ ରଘୁବଂଶୀ ତୁମେ ତୁମେ ସୁଖରେ ରୁହ। ସେ ସେୟା କହିଛନ୍ତି ବା ସେ ପ୍ରାର୍ଥନା କରିଛନ୍ତି ଉଷାଙ୍କ ନିକଟରେ। ଉତ୍ସୁକ ହୃଦୟେ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। ଉତ୍ସୁକ ହୃଦୟ ରାତ୍ରି ଯାକ ଉତ୍ସୁକତାର ସହିତ ଶେଷରେ ଆଶ୍ରମ ଧାତ୍ରୀ ଅର୍ଥାତ୍ ତମସା ନଦୀ, କାରଣ ଆଶ୍ରମକୁ ଧାରଣ କରିଛି। କାରଣ ଯେତେବେଳେ ଜଳର ଆବଶ୍ୟକତା କି ସେ ସମୟରେ କୃଷି କାର୍ଯ୍ୟ ପାଇଁ ଜଳସେଚନ ସେଇଠାରୁ କରାଯାଏ, କିମ୍ବା ଗଛର ବୃଦ୍ଧି ପାଇଁ ଜଳର ଆବଶ୍ୟକତା ଅତି ଆବଶ୍ୟକ, ଅନିବାର୍ଯ୍ୟ। ତେଣୁ ତାକୁ ଆଶ୍ରମର ଧାତ୍ରୀ ବୋଲି ତମସା ନଦୀ କୁହାଯାଇଛି। ସେ କ'ଣ? ଆଶ୍ରମ ଧାତ୍ରୀ ତମସା ନଦୀ ନିର୍ମଳ ଗାତ୍ରୀ। ଆଉ ତାର ବର୍ଣ୍ଣନା କରାଯାଇଛି ଯେ କ'ଣ? ନା ସେ ହେଉଛି ନିର୍ମଳ ଗାତ୍ରୀ, ଆଉ ତାର ପବିତ୍ର ଧାରା, ତାର ଧାରା ଗୁଡ଼ିକ ପବିତ୍ର ଆଉ ନିର୍ମଳ ଗାତ୍ରୀ ବା ନିର୍ମଳ ଜଳଯୁକ୍ତ ତମସା ନଦୀ। ସେ କ'ଣ କରୁଛି? ନା ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନିରସିଞ୍ଚି ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା। ସେ କ'ଣ କରୁଛି? ନା ପ୍ରାଙ୍ଗଣେ ବା ସୀତାଙ୍କର ଯେଉଁମାନେ ଆମେ ଯେଉଁ କୁହନ୍ତି ବାରଣ୍ଡା, ସେଥିରେ କୁସୁମ ବିଞ୍ଚି ଅର୍ଥାତ୍ ସକାଳ ହେବାରୁ ରାତିର ପୁଷ୍ପ ଗୁଡ଼ିକ ଝଡ଼ି ପଡ଼ିଛି। ତାକୁ କୁହାଯାଉଛି ଯେ ସେ ଆମର ତମସା ନଦୀ ତାଙ୍କୁ ସ୍ୱାଗତ କରିବା ପାଇଁ କୁସୁମ ଗୁଡ଼ିକ ବିଞ୍ଚି ଦେଇଛନ୍ତି। ଆଉ ସେଇ ଫୁଲ ଗୁଡ଼ିକରେ ଲାଗି ଯେଉଁ ଜଳ ନୀର ବା ଜଳ ପଡ଼ିଛି, ଚାରିଆଡ଼େ ବା କାକର ପଡ଼ିଛି, ତାକୁ ସେ ସୁବାସିତ ଜଳ ବୋଲି କହିଛନ୍ତି। ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା। ଆଉ ସେ
ମଙ୍ଗଳ ମାନେ ସୀତାଙ୍କ ଆଗମନକୁ ବା ସୀତାଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରଭାତୀ ତାରାକୁ ମଙ୍ଗଳ ରୂପକ ପ୍ରଦୀପ, ମଙ୍ଗଳର ପ୍ରଦୀପ ରୂପେ ସେ ରଚନା କରିଛନ୍ତି। କିଏ କବି ରଚନା କରିଛନ୍ତି ଯେ ସେ ଆମର ତମସା ନଦୀ ପ୍ରଭାତୀ ବା ସକାଳ ସମୟରେ ଯେଉଁ ତାରା ଦେଖାଯାଇଥାଏ ତାକୁ ସେ ମଙ୍ଗଳ ପ୍ରଦୀପ ସହିତ ତୁଳନା କରିଛନ୍ତି। ଆଉ ସେ ମୋତେ ଆହୁରି ମଧ୍ୟ କହିଛନ୍ତି, ମୁହୁର୍ମୁହୁ ମୀନ ନୟନେ ଚାହୁଁଥିଲା ସୀତା ସତୀ ଶୁଭାଗମନେ। ମୁହୁର୍ମୁହୁ ମାନେ ମୁହୁଯୁକ୍ତ ମୁହୁ ମାନେ ପୁରା ଅହରହ ମୀନ ନୟନେ, କାରଣ ତମସା ନଦୀର ଆଖି ହେଉଛି କିଏ ନା ମତ୍ସ୍ୟର ଆଖି। ଦେଖିଥିବ ମାଛମାନେ ଡେଇଁ ପଡ଼ନ୍ତି, ବାରମ୍ବାର ଲମ୍ଫ ପ୍ରଦାନ କରନ୍ତି, ପାଣି ଭିତରେ ଥିବେ ଡେଇଁ ପଡ଼ିବେ ଟିକେ ଦୂରକୁ ପାଣି ଭିତରୁ। ତେଣୁ କବି କହୁଛନ୍ତି ଯେ ଏଥିରେ କ'ଣ ହେଉଛି ନା ବାରମ୍ବାର ତମସା ନଦୀ ସୀତାଙ୍କର ଶୁଭ ଆଗମନକୁ ଅନାଇ ରହୁଥିଲା। କାହା ଦ୍ୱାରା ନା ମାଛମାନଙ୍କର ନୟନ ଦ୍ୱାରା। ଉଟଜୁ ତାପସ କନ୍ୟା ଗଣଙ୍କ ଆଦର ବନ୍ୟା ପ୍ଲାବନେ ଜଗତ ଧନ୍ୟା ସତୀ ରତନ। ଉଟଜୁ ମାନେ କୁଡ଼ିଆରୁ ତାପସ କନ୍ୟା ଗଣଙ୍କ ସହିତ ଆମର ସୀତା ସତୀ, ତାପସ କନ୍ୟା ମାନେ ତପସ୍ୱିନୀମାନଙ୍କ ସହିତ ଜଗତକୁ ଧନ୍ୟ କରିଥିବା ସୀତା ସତୀ, ସତୀ ରତନ, ରତ୍ନ ସଦୃଶ ସତୀ ସୀତା କ'ଣ କରୁଛନ୍ତି ନା ବାହାରିଅ ବଗାହନେ ଅନୁକମ୍ପା ଗହଣେ ତମସା ଧାରବହନେ କଲେ ଗମନ। ସେ କହୁଛନ୍ତି ନା ଅବଗାହନ ବା ସ୍ନାନ ବା ଗାଧୋଇବା ପାଇଁ ସୀତା ଯେତେବେଳେ ବାହାରିଛନ୍ତି କାହା ସହିତ ଅନୁକମ୍ପାଙ୍କ ଗହଣ ବା ତପସ୍ୱିନୀମାନଙ୍କ ଅନୁକମ୍ପା ଆଉ ଅନେକ ତପସ୍ୱିନୀ ସେମାନଙ୍କ ତାପସ କନ୍ୟାଙ୍କ ଗହଣରେ ଯାଇ ତମସା ଧାର ବହନରେ, ତମସା ଧାର ବହି ଯାଉଛି ସେଆଡ଼କୁ ଗମନ କଲେ। ଆଉ ସେଇଠୁ କ'ଣ ହେଲା ନା ସତୀଙ୍କି ତମସା ଅଙ୍କରେ ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ କରେ। ସତୀଙ୍କୁ ତମସା ଅଙ୍କରେ, ତମସା ଅର୍ଥାତ୍ ତମସା ନଦୀ, ତା ଅଙ୍କ ଅର୍ଥ କୋଳ ବା କ୍ରୋଡ଼। ସେ ସୀତାଙ୍କୁ ତମସା ନଦୀ ତା ତରଙ୍ଗ ରୂପକ କୋଳରେ ଆଲିଙ୍ଗନ କଲା, ସ୍ନେହରେ ଆଲିଙ୍ଗନ କଲା ସୀତାଙ୍କୁ। କାରଣ ସେ ବହୁତ ଉତ୍ସୁକତାର ସହିତ ଅନେଇ ରହିଥିଲା ସୀତାଙ୍କ ଆଗମନ। ଯେତେବେଳେ ସୀତା ସେଥିରେ ଅବଗାହନ କରିଛନ୍ତି ସେ ତାର ତରଙ୍ଗ ରୂପକ କୋଳରେ ସୀତାଙ୍କୁ ସ୍ନେହରେ ଆଲିଙ୍ଗନ କରିଛି। ତାପରେ ଆମର ଶେଷ ପଦ ରହିଲା 10ମ ପଦ। ଅମୃତ ମଧୁର ସ୍ୱରେ ଭାସିଲା ପରିତୋଷରେ ମାଗୋ ମୋ ମାନସରେ ନଥିଲା ଆଶା। ତମସା ନଦୀ କହିଛି ତାର ଅମୃତ ସ୍ୱର, ତା ସ୍ୱରଟା ଅମୃତ ସଦୃଶ। ସେଥିରେ ସେ କ'ଣ କହିଛି ନା ଭାସିଲା ବା କହିଲା ପରିତୋଷରେ ବା ସନ୍ତୁଷ୍ଟିଜନକ ମନରେ ସେ କ'ଣ କହିଲା ନା ମା ଗୋ, ସୀତାଙ୍କୁ କହିଛି ଗୋ ମା, ଗୋ ଅର୍ଥ ହେ ମା, ମୋ ମାନସରେ ବା ମୋ ମନରେ ନଥିଲା ଆଶା। ମାନେ ସେ କହିଛି ଯେ ମୋ ମନରେ ଆଶା ନଥିଲା ଯେ ତୁମେ ଆସି ମୋର କୋଳ ଗ୍ରହଣ କରିବ। କାରଣ ସୀତା ତମସା ନଦୀ ଭାବିଛି ଯେ ସତୀ ସୀତା ସିଏ କ'ଣ ଆସିବେ ତାଙ୍କ କୋଳକୁ। ପ୍ରକୃତ ସତରେ ସିଏ ତାର ଆଶା ନଥିଲା ଯେ ସୀତା ସତୀ ଆସିକି ସତରେ ତା କୋଳରେ ଅବଗାହନ କରିବେ। ଯେତେବେଳେ ଆସିଛନ୍ତି ସେ ତାଙ୍କୁ କହିଛି ମା ଗୋ, ମୋ ମାନସରେ ମନରେ ଆଶା ନଥିଲା ଯେ ତୁମେ ଆସିବ ବୋଲି। କରିବ ବିହାର ରାଜଲକ୍ଷ୍ମୀ ହୃଦଦାର ସୀତା କରି ପରିହାର ଭୋଗ ପିପାସା। ସେ କହିଛନ୍ତି ହେ ରାଜଲକ୍ଷ୍ମୀ ତୁମେ ରାଜଭୋଗ, ହେ ସୀତା ତୁମେ ରାଜଭୋଗ ବା ଭୋଗ ପିପାସାକୁ ତୁମେ ପରିହାର ବା ତାକୁ ତ୍ୟାଗ କରି ତୁମେ ଆସି ମୋ କୋଳ ଅଙ୍କରେ ବା ମୋ କୋଳରେ ତୁମେ ବିହରଣ କରିବା ବା ବିହାର କରିବ ବୋଲି ମୋର ଆଶା ନଥିଲା। କବି ସେୟା କହୁଛନ୍ତି, ଅର୍ଥାତ୍ ତମସା ନଦୀ ସେୟା କହୁଛି ଯେ ବୋଲି କବି ବର୍ଣ୍ଣନା କରିଛନ୍ତି। ଆମର ଶେଷ ପଦଟି କ'ଣ ରହିଲା? ଭାଗବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁଁ ଏକା ପର ସଂସାରେ। ସେ କହୁଛି ଯେ ମୋତେ ଭାଗ୍ୟବତୀ ବୋଲି ସମସ୍ତେ ସଂସାରରେ କହିବେ। କାହିଁକି ନା ତୋ ଯୋଗୁଁ ଅର୍ଥାତ୍ ସୀତାଙ୍କ ଯୋଗୁଁ। ସୀତା ସେଠି ଅବଗାହନ କରିଛନ୍ତି। ତେଣୁ ସେଇ ଦୃଷ୍ଟିକୋଣରୁ ସମସ୍ତେ ତମସା ନଦୀକୁ ଭାଗ୍ୟବତୀ ବୋଲି କହିବେ। ପର ସଂସାରେ ମାନେ ସଂସାର ପରେ ନୁହେଁ, ତା ଅର୍ଥ ହେଉଛି ପ୍ରସଂସାରୀର
ପଦ୍ୟ ରୂପେ ହେଉଛି ପର ସଂସାରେ। ତେଣୁ ହେଲା ତମ ସାରଥୀ ଶେଷରେ କହିଛି ଯେ ଯେହେତୁ ସୀତା ସତୀ ତୁମେ ରାଜଭୋଗକୁ ପରିତ୍ୟାଗ କରି ମୋ କୋଳରେ ତୁମେ ବିହାର କରିଛ, ତେଣୁ ମୋତେ ତୁମ ଯୋଗୁଁ ଭବିଷ୍ୟତରେ ସମସ୍ତେ ଏ ସଂସାରରେ ଭାଗ୍ୟବତୀ ବୋଲି କହିବେ। ଏତିକିରେ ଆମର କବିତାର ପରିସମାପ୍ତି ଘଟିଛି। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ନ କରିଥିଲେ ସବସ୍କ୍ରାଇବ୍ କରିଦେବ। ଆହୁରି ମଧ୍ୟ ଦଶମ ଶ୍ରେଣୀର ବହୁତ ଗୁଡ଼ାକ ଭିଡ଼ିଓ ଅଛି। ଆଉ ମୁଁ ୟା ପରେ କେତେକ ସଂସ୍କୃତର ଭିଡ଼ିଓ ଗୁଡ଼ାକ କରିବି। ତୁମର ଯାହା ଯାହା ଆବଶ୍ୟକତା ଅଛି ମୁଁ ସବୁ ଇଂଲିଶର, ଓଡ଼ିଆର ଆଉ ସଂସ୍କୃତର ଭିଡ଼ିଓ ଗୁଡ଼ିକ ତୁମକୁ ପ୍ରୋଭାଇଡ଼ କରିଦେବି। ଆଉ ତେଣୁ ଚ୍ୟାନେଲଟାକୁ ସବସ୍କ୍ରାଇବ୍ ନ କରିଥିଲେ ସବସ୍କ୍ରାଇବ୍, ଆଉ ଲାଇକ୍ ଆଉ ସେୟାର ତୁମ ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ରହୁଛି, ଧନ୍ୟବାଦ।